ଶୀତ ଦିନରେ ସବୁ ଗଛ ବହୁତ ହି ସ୍ଲୋଲି ଗ୍ରୋ କରେ, ଯୋଉଥିପାଇଁ ଆମେ ଜଲ୍ଦି ତାକୁ ଗ୍ରୋଥ୍ ହେବା ପାଇଁ କିଛି ସାର ଦେଇଥାନ୍ତି। ଆଉ କିଛି କିଛି ଗଛରେ ଜଲ୍ଦି ଫୁଲ ଆସିବା ପାଇଁ ବି ମଧ୍ୟ ବିଭିନ୍ନ ପ୍ରକାର ସାର ଦେଇଥାନ୍ତି। କିନ୍ତୁ ଗଛକୁ ଜଲ୍ଦି ଅଧିକ ଭିଟାମିନ୍ ଯିଏ ଯୋଗାଇଥାଏ ସିଏ ହେଉଛି ଗଛ ମୂଳରେ ଯଦି ଥିବ ଜିଆ। କୌଣସି ଗଛ ମୂଳରେ ଦେଖିବେ ଯଦି ଜିଆ ଥିବ ନା ତାହେଲେ ସେ ଗଛ ବହୁତ ହି ହୃଷ୍ଟପୁଷ୍ଟ ଆଉ ହେଲ୍ଦି ଥିବ। ଆଉ ସେଇଥିରୁ ହିଁ ଆପଣ ଜାଣିଯିବେ ଯେ ଆପଣଙ୍କ ଗଛର ମାଟି ବହୁତ ହି ପିଓର ଅଛି, ବହୁତ ହି ହେଲ୍ଦି ଅଛି। ସେମିତି ଭାବରେ ଆମେ ଜିଆ ସୃଷ୍ଟି କରିବା ପାଇଁ ବି ଆମେ ସାର ବି କିଣିକି ବ୍ୟବହାର କରିଥାନ୍ତି, ଯେଉଁଟା ଜୈବିକ ସାର ଆସିବ। କିଛି NPK ବି ୟୁଜ୍ କରନ୍ତି, ଆଉ ତା ସହିତ DAP, ଯେଉଁଟାକି ଆମର ଗଛର ଗ୍ରୋଥ୍ ପାଇଁ ଆଉ ଫ୍ଲାୱରିଂ ଆସିବା ପାଇଁ। ତ ବିଭିନ୍ନ ପ୍ରକାର ସାର ୟୁଜ୍ କରନ୍ତି। ଅର୍ଗାନିକ୍ ଉପରେ ଆପଣ ଏଇଭଳି ସବୁ ପନିପରିବା ଚୋପା, କିଛି ଶୁଖିଲା ଡାଳ କିମ୍ବା ଶୁଖିଲା ପତ୍ର, କୌଣସି ଗଛର ଶୁଖିଲା ପତ୍ର, ତା ସହିତ ଆଳୁ ଚୋପା, ଅଣ୍ଡା ଚୋପା, ନହେଲେ ବାସି ଫୁଲ, ଏ ସବୁ କିଛି ଆପଣ ଆଡ୍ କରିପାରିବେ। କଦଳୀ ଚୋପା, ଫଳମୂଳ ଚୋପା ବି ମଧ୍ୟ ମୁଁ ଏଠାରେ ଆଡ୍ କରିଛି, କିନ୍ତୁ ଅଣ୍ଡା ଚୋପା ଏଥିରେ ଆଡ୍ କରିଛି, କିନ୍ତୁ ଫୁଲ ମୁଁ ଆଡ୍ କରିନାହିଁ। ଅଣ୍ଡା ଚୋପା ମୁଁ ଅଲଗା ହିଁ ଆଡ୍ କରେ, କାହିଁକିନା ଯେହେତୁ ଠାକୁର ପୂଜାରେ ଲାଗିଥାଏ ଯେଉଁ ଫୁଲ ଗୁଡ଼ାକ, ତାକୁ ଆମିଷ ସହିତ ମୁଁ ଜମା ଆଡ୍ କରେ, ତ ତାକୁ ମୁଁ ଅଲଗା ହିଁ ଆଡ୍ କରେ। ତ ସେଥିପାଇଁ ଏଥିରେ କେବଳ ଅଣ୍ଡା ଚୋପା, ପନିପରିବା ଚୋପା, ତା ସହିତ ହେଉଛି ଯେଉଁଟାକି ମୋର ଅଛି କଦଳୀ ଚୋପା ଫଳ ଉପରେ, ତ ସବୁ ମିଶେଇକି ଗୋଟେ କମ୍ପୋଷ୍ଟ ତିଆରି କରେ। ତ ଏମିତି ଭାବରେ ହିଁ ମୁଁ ତିଆରି କରେ ଯେମିତି ବହୁତ ଜଲ୍ଦି ବନିକି ମୋର ରେଡ଼ି ହେବ। ଆଉ ଏଟାକୁ ମୁଁ ଯେମିତି ସ୍ମେଲ୍ ବାହାରକୁ ନ ଆସିବା ପାଇଁ ମୁଁ ଏଠି ଗୋଟେ ବୁରା ପ୍ୟାକ୍ କରିଦେଲି। ବୁରା ପ୍ୟାକ୍ କରିକି ତାର ଉପରେ ହାଲକା ପାଣି ଦେଲି। ତା ସହିତ ଏଇ କମ୍ପୋଷ୍ଟ ବନେଇବା ସମୟରେ ଉପର ଲେୟାରରେ ମାଟି ନିଶ୍ଚୟ ଭାବରେ ଦେବେ। ମାଟି ଦେବାକୁ ଜମାରୁ ବି ଭୁଲିବେନି। ମାଟି ଦେଲେ ଜଲ୍ଦି ଏଟା କମ୍ପୋଷ୍ଟ ବନିକି ରେଡ଼ି ହେଇଥାଏ।